Welcome to my dear students. Today we will discuss about the topic a bottle of dew, class 6th, unit 1. So let's start the lesson. A bottle of dew. Let's do these activities before we read. Look at the pair of pictures given in boxes. Circle the picture that matches with each word. Check your answer by sharing them with your classmates and teachers. ଏଠାରେ କିଛି ଚିତ୍ର ଦିଆଯାଇଛି। ଏହି ବକ୍ସରେ କିଛି ଚିତ୍ର ଦିଆଯାଇଛି ଯାହାକି given boxes circle the picture that matches with ଏଠାରେ ଲେଖାଯାଇଛି। ସେ ଲେଖା ସହିତ ସମାନ ହେଲା ଭଳି କିଛି ଚିତ୍ର ଅଛି ତାକୁ ସାର୍କିଲ୍ ଦିଅ ଗୋଲ କର ବୋଲି ସେଠାରେ ବର୍ଣ୍ଣନା କରୁଛି। ପିଲାମାନେ ଏହା ଏକ ମଜାଳିଆ ପାଠ ଯାହାକି ଫେବଲ୍ସ ଆଣ୍ଡ ଫୋଲ୍କ ଟକ୍ସ ଫେବଲ୍ସ ଆଣ୍ଡ ଫୋଲ୍କ ଟେଲ୍ସ ଅର୍ଥ ଫେବଲ୍ସ ଅର୍ଥ କାହାଣୀ ଆଣ୍ଡ ଫୋଲ୍କ ଟେଲ୍ସ ମାନେ ଲୋକକଥା। ଏହା ଏକ ଲୋକକଥା କାହାଣୀ ଉପରେ ଆଧାରିତ ଯାହାର ନାଁ ଏ ବୋଟଲ ଅଫ୍ ଡ୍ୟୁ। ତାକୁ ଆମେ ପଢ଼ିବା ପୂର୍ବରୁ ଏଠାରେ କିଛି ଛବି ଦେଇଛି। ସେ ଛବିକୁ ଆମେ କିଛି ଲେଖା ଅଛି ସେ ଲେଖା ମାଧ୍ୟମରେ ଛବିକୁ ଆମେ ସାର୍କିଲ୍ ଦେବା। ଦେଖ ଏଠି ଲେଖା ହେଇଛି ୱେରିଡ୍ ଲେଖା ହେଇଛି। ଏଇ ଦୁଇଟି ଛବି ଭିତରେ କେଉଁଟା ୱେରିଡ୍ ଜଣାପଡ଼ୁଛି ତାକୁ ଆମେ ଲେଖିବା। ଯେଉଁଟା ୱେରିଡ୍ ବ୍ୟସ୍ତ ଜଣାପଡ଼ୁଛି ସେଠାରେ ଆମେ ସାର୍କିଲ୍ ଦେବା। ଏଠାରେ ୱେରିଡ୍ ଏଇ ପ୍ରଥମ ଛବିଟାରେ ୱେରିଡ୍ ଜଣାପଡ଼ୁଛି ତେଣୁ ଏଠାରେ ଆମେ ସାର୍କିଲ୍ ଦେବା। ତାପରେ ଦ୍ୱିତୀୟ ପ୍ଲାଣ୍ଟେସନ୍ ହେଲା ଚାରା ଗଛ ପ୍ଲାଣ୍ଟେସନ୍। ଏଠାରେ କିଛି ଗଛ ରହିଛି ଚାରା ଗଛ ପ୍ଲାଣ୍ଟେସନ୍ ରୋପଣ କରାଯାଇଛି। ତାକୁ ଆମେ ଗାର ଦେବା। ଏଟାକୁ ଆମେ ସାର୍କିଲ୍ ଦେବା। ତାପରେ ଦେଖ ପିଲାମାନେ ସେଜ୍ ମାନେ ଋଷି ଏ ଦୁଇଟା ଛବି ଭିତରେ ଋଷି କିଏ ଆମେ ଗୋଲ ବୁଲେଇବା ଋଷି କିଏ ଆମେ ଗୋଲ ବୁଲେଇ ଦେବା। ଏଟାକୁ ଋଷି ସାର୍କିଲ୍ ଦେଇଦେଲେ। ତାପରେ ସରପ୍ରାଇଜ୍ ଆଶ୍ଚର୍ଯ୍ୟ କେଉଁଟା ଏଇଟା ସାର୍କିଲ୍ ଦେବା ଆମେ ଆଶ୍ଚର୍ଯ୍ୟ ଏଟାକୁ ଆମେ ସାର୍କିଲ୍ ଦେବା। ଆଶ୍ଚର୍ଯ୍ୟ ହେଇକିରି ଅଛି ତେଣୁ ଏଠି ଆମେ ଦେଇଦେବା। ତାପରେ କ୍ୱେଶ୍ଚିନ୍ ନମ୍ବର 2 ଆନ୍ସର୍ ଦିଜ୍ କ୍ୱେଶ୍ଚିନ୍ସ ଆଣ୍ଡ discuss them with your classmates ସହିତ ଆଲୋଚନା କର ଉତ୍ତର ଦିଅ। ଏଠାରେ A ଦେଇଛି think of a time when you worked hard. What did you do then? ଏହାର ଉତ୍ତର ଆମେ ଲେଖିପାରିବା worked hard at the age of 8 in cleaning and tidying the room, things placed in their proper places looked tidy. B number how did it help you? यार उत्तर लिखिबा it helped in think about the importance of cleanliness. Question number C how did you feel then? आंसर लिखिबा I felt great pleasure in the appreciation of my work by my parents. ଏହାକୁ ଆମେ ଲେଖିଦେବା। ବର୍ତ୍ତମାନ let us read ଏହାକୁ ଆମେ ଏଇ ପାଠଟିକୁ ଆମେ ବର୍ତ୍ତମାନ ପଢ଼ିବା। ଏହାର କଠିନ ଶବ୍ଦାର୍ଥକୁ ମଧ୍ୟ ମୁଁ ଆଲୋଚନା କରିଦେବି ଏବଂ ଓଡ଼ିଆରେ ମଧ୍ୟ ବୁଝାଇଦେବି। ତାହାକୁ ଧ୍ୟାନ ସହକାରେ ପିଲାମାନେ ବୁଝିବା ପାଇଁ ଚେଷ୍ଟା କରିବ। Ramnath was the son of
Ramanath was the son of a rich landlords. ରାମନାଥ ଜଣେ ଧନୀ ଜମିଦାରଙ୍କ ପୁଅ ଥିଲେ। ରାମନାଥ was the son of a rich land. ଏ ପ୍ରଶ୍ନ ଆମେ କରିପାରିବା who was ରାମନାଥ? ରାମନାଥ was the son of landlords. landlords ଅର୍ଥ ଜମିଦାର। son of rich landlords, rich ମାନେ ଧନୀ, ଧନୀ ଜମିଦାରର ପୁଅ ଥିଲେ ରାମନାଥ। ଏଠାରେ ଆମେ ଲେଖିଦେବା his father left him large area of land when he died. died ଅର୍ଥ ମୃତ, ମୃତ୍ୟୁବରଣ କଲେ। his father left him large area ମାନେ ବିଶାଳ ଜାଗା ଅଞ୍ଚଳ, ଲାର୍ଜ ବଡ଼ ଅଞ୍ଚଳ, ଏରିଆ ଅଞ୍ଚଳ, ଲାର୍ଜ ବିଶାଳ, ଲ୍ୟାଣ୍ଡ ଭୂମି ବିଶାଳ ଜମି। when he died ଯେତେବେଳେ ସେ ମୃତ୍ୟୁବରଣ କଲେ, ଜମିଦାର ବଡ଼ ଜମିଦାର ବହୁତ ସମ୍ପତ୍ତି ଅଛି ମାନେ ଜମି ଅଛି, ତେଣୁ ସେଇ ଜମିଦାର ଯେତେବେଳେ ମୃତ୍ୟୁବରଣ କରନ୍ତି ତାହେଲେ କଲେ ସେଇ ସମ୍ପତ୍ତି ସବୁ ଛାଡ଼ି ଦେଇ ଗଲେ। ଆମେ ଜାଣିଛେ ଯିଏ ମୃତ୍ୟୁବରଣ କରେ ସେ କ'ଣ ଧନ ସମ୍ପତ୍ତି ଧରିଯାଏ? ତେଣୁ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଛି ଏବଂ ସେଠାରେ ସେ ଜମିକୁ ଛାଡ଼ି ଯାଇଗଲେ, ମାନେ ବିରାଟ ଜମି ଥିଲା। but Ramnath did not spend even one day looking after his land. ମାନେ ରାମନାଥ କ'ଣ କଲେ? ସେ ଜମିଦାରର ମାଲିକ ହେଲେ, କିନ୍ତୁ ଦିନେ ହେଲେ ସେ ରାମନାଥ ଲୁକିଂ ମାନେ ଯତ୍ନ ନେଲେ ନାହିଁ, ଲୁକିଂ ଆଫ୍ଟର ହିଜ୍ ଲ୍ୟାଣ୍ଡ ସେଇ ଜମିକୁ ର ଯତ୍ନ ନେଲେ ନାହିଁ। This was because he had a funny idea. ତାଙ୍କ ମୁଣ୍ଡରେ ଏକ ଅଦ୍ଭୁତ ଚିନ୍ତାଧାରା ଜାଗ୍ରତ ହୋଇଥିଲା। ଫନି ମାନେ ମଜାଳିଆ, କୌତୁକିଆ, ଅବାସ୍ତବ କଥା ତାଙ୍କ ମୁଣ୍ଡକୁ ଜୁଟିଥିଲା। he believed ସେ ବିଶ୍ୱାସ କରିଥିଲେ there was a magic potion that could turn any object into gold. ତାଙ୍କ ମୁଣ୍ଡରେ ଏକ ଅଦ୍ଭୁତ ଚିନ୍ତାଧାରା ଆସିଥିଲା। he believed ସେ ବିଶ୍ୱାସ କରୁଥିଲେ there was a magic potion ଏକ ଯାଦୁକରୀ potion ଅର୍ଥ ମ୍ୟାଜିକ୍ potion liquid with magical things। ଯାଦୁକରୀ ବିଦ୍ୟା ଲିକ୍ୱିଡ ଏକ ଲିକ୍ୱିଡ ଯାହାକି ସମସ୍ତ ଜିନିଷ ଉପରେ ଛିଞ୍ଚି ଦେଲେ ତାହା ସୁନାରେ ପରିଣତ ହେବ ବୋଲି ତାଙ୍କ ମନରେ ଏକ ଅଦ୍ଭୁତ ଚିନ୍ତାଧାରା ଜୁଟିଥିଲା। he spent all his time learning more about the magic potion। ତେଣୁ ଅଧିକ ସମୟ ସେ କଟାଉଥିଲେ। ସେ କଟାଉଥିଲେ all his time ସମସ୍ତ ସମୟ ଲର୍ଣ୍ଣିଂ ଅର୍ଥ ଶିକ୍ଷା। କ'ଣ ଶିକ୍ଷା ପାଇଁ? more about the magic potion ସେଇ ଯାଦୁକରୀ ବିଦ୍ୟା ବିଷୟରେ ଅଧିକ ଶିକ୍ଷା ଗ୍ରହଣ କରିବା ପାଇଁ ସେ ସର୍ବଦା ଚେଷ୍ଟା କରୁଥିଲେ। ସେ କେବେ ବି ଜମିର ଯତ୍ନ ନେଉନଥିଲେ। ଏତେ ବିଶାଳ ଜମି ଅଛି, ଥିଲେ ମଧ୍ୟ ସେ ଜମିର ଯତ୍ନ ବା ତଦାରଖ କରୁନଥିଲେ। ସେ କେବଳ ମ୍ୟାଜିକ୍ ପର୍ସନ ଉପରେ ବିଶ୍ୱାସ କରୁଥିଲେ ଯେ କିପରି ସେଇ ଯାଦୁକରୀ ପାଣିକୁ ବ୍ୟବହାର କରି ସେ ଅଧିକରୁ ଅଧିକ ଧନଶାଳୀ ହେବେ ଏବଂ ସୁନାରେ ପରିଣତ କରିବେ ବୋଲି ସେ ସବୁବେଳେ ଚାହୁଁଥିଲେ। ପିପୁଲ୍ ଚିଟେଡ୍ ହିମ୍ ଅଫନ୍ ଅର୍ଥ ପିପୁଲ୍, ଅଫନ୍ ପ୍ରାୟ ସମୟରେ, OFTN ଅଫନ୍ ଅର୍ଥ ପ୍ରାୟ ସମୟରେ। ଲୋକମାନେ ଚିଟେଡ୍ ମାନେ ଠକିବା, ଠକୁଥିଲେ, ଠକୁଥିଲେ। ପିପୁଲ୍ ଚିଟେଡ୍ ହିମ୍ ଅଫନ୍ ପ୍ରାୟ ସମୟରେ ତାଙ୍କୁ ଠକୁଥିଲେ। promising to tell him about it but did not give up କିନ୍ତୁ ସେ କେବେ ହେଲେ ସେଇ ଯାଦୁକରୀ ବିଦ୍ୟା ବିଷୟରେ ଆଗ ହିଁ ଚିନ୍ତା କରୁଥିଲେ। ବୁଝିଲ ପିଲାମାନେ? ରାମନାଥ ଏତେ ଜମି ଥିଲେ ମଧ୍ୟ ସେ ଜମିକୁ
ତଦାରଖ କରୁନଥିଲେ। ତାଙ୍କର ବିଶ୍ୱାସ ଥିଲା ଯେ ଯାଦୁକରୀ ଅଛି ଯାହା ଯେକୌଣସି ବସ୍ତୁକୁ ସୁନାରେ ପରିଣତ କରିଦେବ। ସେ ସେହି ପାନୀୟ ବିଷୟରେ ଅଧିକ ଜାଣିବା ପାଇଁ ନିଜ ସମସ୍ତ ସମୟ ନଷ୍ଟ କରୁଥିଲେ। ଲୋକମାନେ ତାଙ୍କୁ ପ୍ରାୟତଃ ଠକୁଥିଲେ ଏବଂ ସେହି ଲିକ୍ୱିଡ଼ ବିଷୟରେ କହିବେ ବୋଲି ପ୍ରତିଶ୍ରୁତି ଦେଉଥିଲେ। People cheated him often promising his wife Madhumati. His wife Madhumati was tried of this. ତାଙ୍କୁ ବହୁ ଥର ପରିବର୍ତ୍ତନ କରିବା ପାଇଁ ମଧୁମତି ଏଥିରେ ଅତିଷ୍ଠ ହୋଇଯାଇଥିଲେ। ସେ ଚେଷ୍ଟା କରିଥିଲେ। She was also worried. ସବୁବେଳେ ବ୍ୟସ୍ତ ଥିଲେ। Worried because she saw how much money ରାମନାଥ was spending. ଏଥିରେ ସେ ବହୁ ପଇସା ଖର୍ଚ୍ଚ କରିଦେଉଥିଲେ। She was sure. ସେ ନିଶ୍ଚିତ ଥିଲେ। She was sure. she ମାନେ ଏଠାରେ କିଏ? ମଧୁମତି। She was sure that soon they would be without money. ଯେପରି ତାଙ୍କେ ସେ ଚିନ୍ତା କରୁଥିଲେ ନିଶ୍ଚିତ ଭାବେ ତାଙ୍କର ଅର୍ଥ ଶୂନ୍ୟ ହୋଇଯିବ, କିଛି ଟଙ୍କା ବଳିବ ନାହିଁ। ଏଇ କଥା ସେ ଭାବିଥିଲେ। କିଏ? ମଧୁମତି ଭାବିଥିଲେ। One day a famous sage called ମହିପତି came to the town. ଏଠାରେ one day ଅର୍ଥ ଦିନେ। One day a famous ମାନେ ପ୍ରସିଦ୍ଧ। One day a famous sage ଅର୍ଥ ଋଷି, called ମହିପତି ନାମକ ଏକ ପ୍ରସିଦ୍ଧ ଋଷି came to the town ତାଙ୍କ ସହରକୁ ଆସିଲେ। ରାମନାଥ became his follower and asked him about the portion. ରାମନାଥ କ'ଣ କଲେ? ଫଲୋଅର ହେଲେ। ଫଲୋଅର ମାନେ ଅନୁସରଣ କଲେ। ରାମନାଥ ତାଙ୍କର ଫଲୋଅର ହେଲେ। and asked him about the portion. ତାଙ୍କୁ ସେହି ଯାଦୁକରୀ କୌଶଳ ବିଷୟରେ ପଚାରିଲେ। ଯାଦୁକରୀ ପାଣି ବିଷୟରେ, ଯାଦୁକରୀ ବିଦ୍ୟା ବିଷୟରେ ପଚାରିଲେ ଏବଂ ତାଙ୍କୁ ସେହି ଯାଦୁକରୀ ପାନୀୟ ବିଷୟରେ ପଚାରିଲେ। ତାପରେ କ'ଣ ହେଲା ଦେଖ। To his surprise the sage answered, yes, in my travels in the Himalaya I heard how you could make such a portion, but it is difficult. ସାଧୁ କ'ଣ କହିଲେ? ରାମନାଥକୁ ଆଶ୍ଚର୍ଯ୍ୟ କରି ସାଧୁ ଜଣକ କହିଲେ, ହଁ, yes, in my travels ମୋ ଟ୍ରାଭେଲ ମାନେ ଭ୍ରମଣରେ, in the ହିମାଳୟ ଭ୍ରମଣ ସମୟରେ, I heard ମାନେ ମୁଁ ଶୁଣିଛି, how you could make such a portion ତୁମେ କିପରି ଏପରି ପାନୀୟ ତିଆରି କରିପାରିବ ମୁଁ ଶୁଣିଛି। but it is difficult କିନ୍ତୁ ଏହା କଠିନ ସାଧ୍ୟ, କଷ୍ଟକର, ଏହା ବହୁତ କଷ୍ଟସାଧ୍ୟ। ତାପରେ tell me ଦୟାକରି କୁହନ୍ତୁ। tell me requested ରାମନାଥ। tell me ମାନେ ମୋତେ କୁହନ୍ତୁ। requested ରାମନାଥ ଅନୁରୋଧ କଲେ ମୋତେ କୁହନ୍ତୁ। you have to plant a banana plant and water it regularly with your hands. ସେ କହିଲେ you have to plant a banana plant and water it regularly ମାନେ ପ୍ରତିଦିନ ଏହାକୁ ପାଣି ଦିଅ। in winter the morning dew is on the leaves. You have to collect the dew and store it in a bottle. dew ମାନେ ଯେଉଁ କାକର, ରାତିରେ ଥଣ୍ଡା ସମୟରେ ଯେଉଁ ଗଛରେ କାକର ପଡ଼େ ସେଇ କାକର ଟୋପାକୁ ବା ଶିଶିର ଟୋପାକୁ ଯେଉଁ ଜମିଥାଏ ସେଇ ଶିଶିର ଟୋପାକୁ ତୁମକୁ ଗୋଟିଏ କାଚ ବା ବୋତଲରେ ଭର୍ତ୍ତି କରିବାକୁ ହେବ। in winter the morning dew is on the leaves. You have collect a dew store in a bottle. ବୋଟଲରେ ରଖିବାକୁ ହେବ। when you have 5 liters ଯେତେବେଳେ ତମେ 5 ଲିଟରର dew କଲେକ୍ଟ କରିଦେବ, bring it to me ମୋ ପାଖକୁ ଆଣିବ। I will chant some magic ମୁଁ ତାକୁ ନେଇ ମନ୍ତ୍ର ବଳରେ କିଛି ଯାଦୁ କରି ବିଦ୍ୟାରେ ପ୍ରୟୋଗ କରିବି।
ଯାହାକି ତୁମେ ସେଇ ପାଣି ମାଧ୍ୟମରେ ଗୋଲ୍ଡରେ ପରିଣତ କରିପାରିବ। ହେଲା, ବୁଝିଲା ପିଲାମାନେ? ମୁଁ କିଛି ଯାଦୁକରୀ ମନ୍ତ୍ର ପାଠ କରିବି ଯାହା ସେଇ ଶିଶିରକୁ ଯାଦୁକରୀ ପାନୀୟରେ ପରିଣତ କରିହେବ। ସେଇ ଟୋପା ପାଣି ଯେକୌଣସି ଜିନିଷକୁ ସୁନା କରିଦେବ। ଏକଥା ସାଧୁ ଜଣକ କହିଥିଲେ। Some magic words which will turn into the magic potion. A drop of the potion will change any object into gold. ତେଣୁ ସୁନା କରିଦେବ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଲେ, କହିଲେ। ତାପରେ ନେକ୍ସଟ ଯିବା। ଦେଖ, ଏଠାରେ ସାଧୁ ବସିଛନ୍ତି, ରାମନାଥ ଚାହିଁଛନ୍ତି, ରାମନାଥ ତାଙ୍କ କଥା ଶୁଣୁଛନ୍ତି। ସାଧୁ ଆଉ ରାମନାଥ ଏକାଠି ବସି କଥାବାର୍ତ୍ତା ହେଉଛନ୍ତି। ରାମନାଥ ୱାଜ୍ ୱେରିଡ୍, ରାମନାଥ କିନ୍ତୁ ବ୍ୟସ୍ତ ଥିଲେ। ବଟ୍ ୱିଣ୍ଟର ଇଜ୍ ଓନ୍ଲି ଫର୍ ଏ ଫ୍ୟୁ ମନ୍ଥସ୍, ସେ କହିଲେ କିନ୍ତୁ ଏହା ଗୋଟେ ଅସମ୍ଭବ। କାହିଁକି ନା ୱିଣ୍ଟର ଇଜ୍ ଓନ୍ଲି ଫର୍ ଫ୍ୟୁ ମନ୍ଥସ୍, ଅଳ୍ପ ଦିନ। ଇଟ୍ ୱିଲ୍ ଟେକ୍ ମି ଇୟର୍ସ ଟୁ କଲେକ୍ଟ 5 liters ଅଫ୍ ଡ୍ୟୁ। ଇଟ୍ ୱିଲ୍ ଟେକ୍ ମି ଇୟର୍ସ, ବହୁ ସମୟ ଲାଗିବ ଯେ କଲେକ୍ଟ କରିବା ପାଇଁ, ଡିଓ କଲେକ୍ଟ କରିବା ପାଇଁ, ସେଇ କାକର ପାଣି ଟୋପା କଲେକ୍ଟ କରିବା ପାଇଁ ଏକଥା କହିଥିଲା। ତେଣୁ ସେ କହିଲେ ୟୁ କ୍ୟାନ୍ ପ୍ଲାଣ୍ଟ ଏଜ୍ ମେନି ବାନାନା ପ୍ଲାଣ୍ଟସ୍। ତେଣୁ ତୁମେ କ'ଣ କରିବ? ବହୁ ସଂଖ୍ୟକ କଦଳୀ ଗଛ ଲଗାଅ। ଏଜ୍ ୟୁ ୱାଣ୍ଟ, ଯେତିକି ତୁମର ଇଚ୍ଛା। ବଟ୍ ରିମେମ୍ବର ୟୁ, କିନ୍ତୁ ମନେ ରଖ, ତୁମକୁ ମନେ ରଖିବାକୁ ହେବ। ବଟ୍ ରିମେମ୍ବର ୟୁ ମଷ୍ଟ ଲୁକ୍ ଆଫ୍ଟର ଦେମ୍ योर सेल्फ एंड कलेक्ट द ड्यू विथ योर ओन हैंड्स। किंतु जेतिकी गछ लगाइब निजे ही कलेक्ट करिवो, अन्य कहीं लगेले हब नहीं। से कहले तमे कदली गछ बहु संख्या लगाओ, जत्न नियो एवं पानी दियो, ताकू बड़ कर। आउ सही पत्र जो काकर टोपा पड़ो से काकर टोपा को तुम संग्रह कर, संग्रह कर बोतल भितर भर्ती कर, संग्रह कर। एक कथा साधु तांकू कहिथिले। लेट्स डिस्कस क्वेश्चन नंबर 1, व्हाट डिड रामनाथ बिलीव? यार उत्तर है रामनाथ बिलीव दैट देयर वाज ए मैजिक पर्सन, इट कुड टर्न एनी ऑब्जेक्ट इनटू गोल्ड। याकू लिखिबा। क्वेश्चन नंबर 2, हाउ डिड द सेज हेल्प रामनाथ? द सेज helped Ramnath by informing him that there existed such a magic potion. He could make such a potion. Question number 3, do you think Ramnath will be able to collect the dew? Give a reason. Ramnath was able to collect the dew because he did hard work. तेबे आस पिला माने यार आमे पार्ट 2 को जीवा। से पार्ट 2 को आमे आलोचना करिबा। रामनाथ वेंट होम एंड टॉक टू हिज वाइफ। रामनाथ कौन कला? घर को गला एंड टॉक टू हिज वाइफ, तांकर स्त्री को कहला। देन ही स्टार्टेड क्लीनिंग हिज लार्ज फील्ड। से कौन कले? से तांकर खाली पड़थिबा जमी को सफा कले। व्हिच हैड बीन लाइंग एम्प्टी ऑल दिस इयर्स, बहु वर्ष धरी पड़थिबा खाली पड़थिबा जमी को सफा सुतरा कले। देयर ही प्लांटेड रोज एंड रोज ऑफ बनाना प्लांट्स। सही स्थान रे धाड़ी धाड़ी करी से कदली गछ लगाइले। देयर ही प्लांटेड रोज ऑफ रोज बनाना प्लांट्स, ही टेंडेड देम केयरफुली। से जत्न नेले, कदली गछर जत्न नेले। ड्यूरिंग द विंटर मंथ्स ही कलेक्टेड द ड्यू विथ ग्रेट केयर। बहु जत्न सहित से ड्यू को कलेक्ट कले। हिज वाइफ हेल्प्ड हिम टू, तांकर स्त्री मधुमती तांको साहाय्य कले। मधुमती ड्यूरिंग द विंटर मंथ्स ही कलेक्टेड द ड्यू विथ ग्रेट केयर। जत्न सहित सेगुड़ी को जो काकर को संग्रह कले। हिज वाइफ हेल्प्ड हिम टू, तांकर
ସ୍ତ୍ରୀ ମଧ୍ୟ ତାଙ୍କୁ ସାହାଯ୍ୟ କଲେ। ମଧୁମତି gathered the banana crop, took into the market। ମଧୁମତି କ'ଣ କଲେ? ସେଇ କଦଳୀକୁ ସଂଗ୍ରହ କଲେ ଏବଂ ତାକୁ ନେଇ ବଜାରରେ ବିକ୍ରି କରି ବହୁତ ପଇସା ରୋଜଗାର କଲେ। ଓଭର ଦ ଇୟର୍ସ ରାମନାଥ ପ୍ଲାଣ୍ଟେଡ୍ ମୋର୍ ଆଣ୍ଡ ମୋର୍ ପ୍ଲାଣ୍ଟସ୍। ତେଣୁ ବହୁ ସଂଖ୍ୟକ କଦଳୀ ଗଛକୁ ଲଗାଇଲେ। ଆଣ୍ଡ ଦେ ହ୍ୟାଡ୍ ଏ ହ୍ୟୁଜ୍ ବାନାନା ପ୍ଲାଣ୍ଟେସନ୍। ବହୁ ସଂଖ୍ୟକ କଦଳୀ ଗଛକୁ ଲଗାଇଲେ। ଆଟ୍ ଦ ଏଣ୍ଡ ଅଫ୍ 6 years ଏବଂ 6 ବର୍ଷରେ ଆଟ୍ ଦ ଏଣ୍ଡ ଅଫ୍ 6 years ହି ଫାଇନାଲି ହ୍ୟାଡ୍ ହିଜ୍ 5 liters ଏ ଡ୍ୟୁ। ତେଣୁ 6 ବର୍ଷ କମ୍ପ୍ଲିଟ୍ ହେଲା ପରେ ଯାଇ 5 ଲିଟର ଡ୍ୟୁ କାକରକୁ ସଂଗ୍ରହ କରିଦେଲେ। ତାପରେ ଯିବା ଆଗକୁ କ'ଣ ହେଇଛି ଦେଖ। କେୟାରଫୁଲି ହି ଟୁକ୍ ଦ ବୋଟଲ ଟୁ ଦ ସେଜ୍। ତେଣୁ ସେଇ କାକରକୁ ନେଇ ଋଷିଙ୍କ ପାଖକୁ ଗଲେ। ଦି ସେଜ୍ ସ୍ମାଇଲ୍ଡ, ହସିଲେ। ଆଣ୍ଡ ମ୍ୟୁଟେଡ୍ ଦ ସମଥିଙ୍ଗ ଓଭର ଦ ୱାଟର। ଦେନ୍ ହି ରିଟର୍ନ ଦ ବୋଟଲ ଆଣ୍ଡ ସେଡ୍। ଫେରାଇ ଦେଲେ ଏବଂ କହିଲେ ଟ୍ରାଏ ଇଟ୍ ଆଉଟ୍। ରାମନାଥ ସ୍ପ୍ରିଙ୍କଲ୍ଡ ଏ ଫ୍ୟୁ ଡ୍ରପ୍ସ ଅନ୍ ଏ copper vessel and wait for it to turn into gold. To his surprise, nothing happened. ଦେଖ 6 ବର୍ଷ ଧରି କଠିନ ପରିଶ୍ରମ କଲା ପରେ 5 ଲିଟର ସଂଗ୍ରହ କଲେ। ରାମନାଥ ଭାବୁଥିଲେ ଯାଦୁକରୀ ପାଣି ବା ମନ୍ତ୍ର ବଳରେ ତମ୍ବାକୁ ସୁନାରେ ପରିଣତ କରିବେ। ସେଥିପାଇଁ ସେ ନିଜ ଜୀବନର 6 ବର୍ଷ କଠିନ ପରିଶ୍ରମ କଲେ। ତେଣୁ ପରିଶ୍ରମ କରି ବଗିଚା ତିଆରି କଲେ। କାରଣ ଜଣେ ସାଧୁ ତାଙ୍କୁ କହିଥିଲେ ସେଇ ପାଣି ଯାଦୁରେ ପରିଣତ ହେବ। ଦିସ୍ ଇଜ୍ ଚିଟିଂ ହି ଟୋଲ୍ଡ ଦ ସେଜ୍। କିନ୍ତୁ କିଛି ହେଲେ ପରିବର୍ତ୍ତନ ନ ହେବାରୁ ସେ କହିଲେ ଏହା ମଧ୍ୟ ଧୋକା ହେଲା। ହି ଟୋଲ୍ଡ ଦ ସେଜ୍। ଋଷିଙ୍କୁ କହିଲେ ଆଇ ହେଭ୍ ୱେଷ୍ଟେଡ୍ 6 ପ୍ରିସିୟସ୍ ଇୟର୍, ମାନେ ମୂଲ୍ୟବାନ ସମୟ, ପ୍ରିସିୟସ୍ ଇୟର୍ ଅଫ୍ ମାଇ ଲାଇଫ୍, ମୋ ଜୀବନର 6 ବର୍ଷ ସମୟ ଯାହାକି ମୂଲ୍ୟହୀନ ହୋଇଗଲା। ବଟ୍ ସେଜ୍ ମହିପତି ଓନ୍ଲି ସ୍ମାଇଲ୍ଡ। କିନ୍ତୁ ମହିପତି କ'ଣ କଲେ? ହସିଥିଲେ। ଏବଂ ସ୍ମାଇଲ୍ଡ ଆଣ୍ଡ କଲ୍ଡ ମଧୁମତୀଙ୍କୁ ଡାକିଲେ ଟୁ କମ୍ ଫରୱାର୍ଡ। ସି କେମ୍ ୱିଥ୍ ଏ ବିଗ୍ ବକ୍ସ। ବଡ଼ ପେଡ଼ିଟେ ଧରି ଆସିଲେ। ଭେନ୍ ସି ଓପେନ୍ ଇଟ୍, ତାକୁ ଖୋଲିଲେ। ଦେ ସାଇନ୍ଡ ଷ୍ଟକ୍ସ ଅଫ୍ ଗୋଲ୍ଡ କଏନ୍। ସେଥିରେ ବହୁ ସ୍ୱର୍ଣ୍ଣ ମୁଦ୍ରା ସଞ୍ଚୟ ହୋଇ ରହିଥିବାର ସେ ଦେଖିଲେ। ନାଓ ଦି ସେଜ୍ ଟର୍ଣ୍ଣଡ ଇନ୍ ଦ ଭେରି ସରପ୍ରାଇଜ୍ ରାମନାଥ ଆଣ୍ଡ ସେଡ୍। ଋଷି ତାଙ୍କୁ କହିଲେ ଦେର୍ ଇଜ୍ ନୋ ମ୍ୟାଜିକ୍ ପର୍ସନ୍ ଦ୍ୟାଟ୍ କ୍ୟାନ୍ turn things into gold. You worked hard on your land and created this plantation. ତୁମେ କଠିନ ପରିଶ୍ରମ କଲ ଏବଂ ପରିଶ୍ରମ କରି ଏହି ସବୁ ସୁନା ଉପାର୍ଜନ କରିଛ। while you looked after the trees, ତୁମେ ଏହି ଗଛର ଯତ୍ନ ନେଲ। your wife sold the fruit in the market. that is how you got this money. ତେଣୁ ତୁମେ ଏହିସବୁ ଅର୍ଥ ରୋଜଗାର କରିପାରିଛ। ତେଣୁ ଏ ହେଉଛି ତୁମ କଠିନ ପରିଶ୍ରମର ଫଳ। ଇଟ୍ ୱାଜ୍ ହାର୍ଡ଼ ୱାର୍କ ଦ୍ୟାଟ୍ କ୍ରିଏଟେଡ୍ ଦିସ୍ ୱେଲ୍ଥ, ନଟ୍ ମ୍ୟାଜିକ୍। କିନ୍ତୁ ତୁମେ ଆଜି ଯେଉଁ ଅର୍ଥ ଉପାର୍ଜନ କରିଛ ତୁମ କଷ୍ଟର ବା ପରିଶ୍ରମର ଫଳ। ତେଣୁ ଏହା କୌଣସି ଯାଦୁ ବିଦ୍ୟାରେ ହୋଇନଥାଏ। ଯାଦୁ ବିଦ୍ୟାରେ ସଫଳ ହେବ ନାହିଁ। ଇଫ୍ ଆଇ ହ୍ୟାଡ୍ ଟୋଲ୍ଡ ୟୁ ଆବାଉଟ୍ ଦ ଏର୍ଲିୟର୍, ଯଦି ତୁମକୁ ମୁଁ ସହଜରେ ଆଗରୁ କହିଦିଅନ୍ତି, ୟୁ ଉଡ୍ ହ୍ୟାଭ୍ ନଟ୍ ଲିସନ୍ ଟୁ ମି, ମୋ କଥା ଶୁଣିନଥାନ୍ତ। ସୋ ଆଇ ହ୍ୟାଭ୍ ପ୍ଲେଡ୍ ଏ ଟ୍ରିକ୍ ଅନ୍ ୟୁ, ତେଣୁ ମୁଁ ଏକ କୌଶଳ କରିଥିଲି ଯାହାଫଳରେ କି ତୁମେ ପରିଶ୍ରମ ହୋଇପାରିବ। ପରିଶ୍ରମୀ ହେଲେ ତୁମେ ଅର୍ଥ ଉପାର୍ଜନ କରିପାରିବ। ତାହା ଥିଲା ମୋର ଟ୍ରିକ୍।
ରାମନାଥ ଅଣ୍ଡରଷ୍ଟୁଡ୍ ରାମନାଥ କ'ଣ କଲା ନିଜର ଭୁଲକୁ ବୁଝିପାରିଲା। ଦ wisdom behind these words ତାଙ୍କର ଏଇ କଥାରେ ଯେଉଁ ତାଙ୍କର ବିଜୟ ଅଛି ତାହା ବୁଝିପାରିଲେ। and worked even harder on his plantation from the day on ମାନେ ଯେଉଁ ପରିଶ୍ରମ କରି ସେ ଆଜି ସଫଳ ହୋଇପାରିଛନ୍ତି ତାହେଲେ ଆଜି ରାମନାଥ ନିଜର ଭୁଲ ବୁଝି ଯାଇଛନ୍ତି ଏବଂ ନିଜର ସଫଳତା ବିଷୟରେ ଜାଣିପାରୁଛନ୍ତି। ଏଥିରୁ ଆମେ ଶିଖିଲେ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ଯଦି ଆମେ କଠିନ ପରିଶ୍ରମ ନ କରିବା ତାହେଲେ ଆମେ ସଫଳତା ପାଇପାରିବା ନାହିଁ। ଇଏ ଥିଲା ଏହି କଥା ବା ଏହି ଗପଟିର